ଆଉ ସେ କହୁଛନ୍ତି ତାଙ୍କର ବୟସ ହେଉଛି କେବଳ 27 ବର୍ଷ। And I was living in with 7 years in Kerala. ଆଉ ସେ 7 ବର୍ଷ କଣ ହେଲା କେରଳରେ ସେ ରହୁଥିଲେ। Before I was living in Bihar. ଆଉ ତା ପୂର୍ବରୁ ସେ ବିହାରରେ ରହୁଥିଲେ। Because I born in Bihar. ଆଉ କାହିଁକି ନା ସେ ବିହାରରେ ଜନ୍ମ ହେଇଛନ୍ତି। Or in age of 9 and 8 I lost my parents both. ଏବଂ ସେ 8 ବା 9 ବର୍ଷ ବୟସରେ ସେ ତାଙ୍କର ବାପା ମା ଦୁଇ ଜଣଙ୍କୁ ସେ ହରେଇଲେ। Because why I am going to preach, you can read because of my topic I am going to share with you, you can understand better the word of God. ଆଉ ସେ କାହିଁକି ନିଜ ଜୀବନର ସାକ୍ଷ୍ୟ ଦେଉଛନ୍ତି କାହିଁକି ଯଦି ସେ ନିଜ ଜୀବନର ସାକ୍ଷ୍ୟ ଦେବେ ଆପଣ ମାନେ ସେ ବାକ୍ୟକୁ ଅତି ଆହୁରି ଆଉ କୋଣ ସୁନ୍ଦର ଭାବରେ ବୁଝି ପାରିବେ। Because word of God said, you did not chosen me but I am chosen you. କାହିଁକି ନା ଈଶ୍ୱରଙ୍କ ବାକ୍ୟ ଏ ପ୍ରକାର କୁହେ ମୁଁ ତୁମମାନଙ୍କୁ ମନୋନୀତ କରି ତୁମେମାନେ ମୋତେ ମନୋନୀତ କରିନା କିନ୍ତୁ ମୁଁ ତୁମମାନଙ୍କୁ ମନୋନୀତ କରିଅଛି। Hallelujah. ହାଲେଲୁୟା Hallelujah. ହାଲେଲୁୟା। Did you choose God? କଣ ଆପଣ ମାନେ ଯୀଶୁଙ୍କୁ ବା ପରମେଶ୍ୱରଙ୍କୁ ବାଛିଛନ୍ତି କି? Jesus he called you. Jesus he chosen you. Am I right? ଆଉ ସେ ଆମକୁ କହୁଛନ୍ତି ଯୀଶୁ ଡାକି ଅଛନ୍ତି ଯୀଶୁ ଆମକୁ କଣ କରିଛନ୍ତି ମନୋନୀତ କରିଅଛନ୍ତି। You can imagine that 7 years and 8 years old age children, both parents die. What is life? ଆଉ ଆପଣ ଭାବନ୍ତୁ ଯେତେବେଳେ ଗୋଟେ ପିଲାର ବୟସ କେବଳ 7 କିମ୍ବା 8 ବର୍ଷ ହେଇଥିବ ଏବଂ ତାଙ୍କର ବାପା ମା ଦୁଇ ଜଣ ଯାକ ମରିଯିବେ ତାପରେ ଆପଣ ମାନେ ଭାବି ଦେଖନ୍ତୁ ସେ ପିଲାର ଜୀବନ କି ପ୍ରକାର ଅତିବାହିତ ହେବ। Cry, too much tear, ଆଉ ଦେଖନ୍ତୁ ସେ ପିଲା କଣ କରିବ କାନ୍ଦିବ ବହୁତ କାନ୍ଦିବ। no foods, ତା ପାଖରେ ନିଶ୍ଚୟ ଖାଦ୍ୟ ଅଭାବ ହେବ ଖାଦ୍ୟ ପାଇବନି। dirty clothes, ଆଉ କଣ ତା ପାଖରେ ନିଶ୍ଚୟ କଣ ଅସନା କପଡା ହିଁ ଥିବ। not education, ଆଉ ତା ସେ କଣ ଶିକ୍ଷା ମଧ୍ୟ ପାଇବ ନାହିଁ। not finance, ଆଉ ତା ପାଖରେ ପଇସା ବି ନଥିବ nothing. କିଛି ବି ନଥିବ। But I am so happy କିନ୍ତୁ ସେ କହୁଛନ୍ତି ମୁଁ ବହୁତ ଖୁସି because I know my Father, He is the King of Kings, He is the Lord of Lords. କିନ୍ତୁ ମୁଁ ବହୁତ ଖୁସି ଅଟେ କାହିଁକି ମୋର ବାପା ସେ ପ୍ରଭୁ ମାନଙ୍କର ପ୍ରଭୁ ଏବଂ ରାଜା ମାନଙ୍କର ରାଜା ଅଟନ୍ତି। My friends, ମୋର ପ୍ରିୟ ବନ୍ଧୁ ମାନେ many times they said to me, you are not looking like poor, you like looking like a rich person. ଆଉ ସବୁବେଳେ ତାଙ୍କର ବନ୍ଧୁ ମାନେ ବା ସାଙ୍ଗ ମାନେ ତାଙ୍କୁ ଏ ପ୍ରକାର କୁହନ୍ତି ଯେ ତମେ କେବେ ବି ଗରିବ ପରି ଦେଖାଯାଅ କିନ୍ତୁ ତମେ ଗୋଟେ ଧନୀ ଘରର ପିଲା ପରି ଦେଖାଯାଅ ସବୁବେଳେ ତାଙ୍କ ସାଙ୍ଗ ମାନେ ତାଙ୍କୁ ସେ ପ୍ରକାର କୁହନ୍ତି। I say, brother, when you get time, just come to my house and you can visit my house and you can see life of Roshan. ଆଉ ସେ ଏ ପ୍ରକାର କୁହନ୍ତି ଆଉ ଭାଇ ଆପଣ ତ ଏ ପ୍ରକାର କହୁଛନ୍ତି କିନ୍ତୁ ଯଦି ଆପଣ ଜାଣିବାକୁ ଚାହାନ୍ତି କେତେବେଳେ ହେଲେ କଣ ମୋ ଘର ପଟେ ଆସନ୍ତୁ ଟିକେ ବୁଲିବେ ଦେଖିବେ ରୋଶନର ଜୀବନ କି ପ୍ରକାର ଅଟେ। But they said, no, you looking like rich. So I said, thank you, brother, I'm a rich person. କିନ୍ତୁ ସେମାନେ ଏ ପ୍ରକାର କୁହନ୍ତି ଯେ ନାଇଁ ଭାଇ ଆପଣ କଣ ଜଣେ ଧନୀ ବ୍ୟକ୍ତି ପରି ଦେଖା ଯାଉଛନ୍ତି ତ ସେଇ ସମୟରେ ପ୍ରଭୁଙ୍କ ଦାସ ଏ ପ୍ରକାର କୁହନ୍ତି ହଉ ଭାଇ ଧନ୍ୟବାଦ ଏ ପ୍ରକାର ସେ କୁହନ୍ତି। 2007 I lost first my mother. ଆଉ 2007 ରେ ପ୍ରଥମରେ ସେ ନିଜ ମାଙ୍କୁ ହରେଇଲେ। After 1 year I lost my father. ଆଉ ଗୋଟେ ବର୍ଷ ପରେ ସେ ନିଜର ବାପାଙ୍କୁ ସେ ହରେଇଲେ। I was living with my grandparents. ଆଉ ସିଏ ତାଙ୍କର ଜେଜେମା ବା ଜେଜେବାପାଙ୍କ ସହିତ ରହୁଥିଲେ। I'm coming from background Hindu background, okay? ଆଉ ସେ ଯୋଉ ବ୍ୟାକଗ୍ରାଉଣ୍ଡ ଆସୁଛନ୍ତି ସେ ବିଜାତି ସେ ପ୍ରଭୁଙ୍କୁ ଜାଣି ନଥିଲେ। I am not a born and brought in Christian. I am adopted Christian. I am not adopted Christian. I accept Jesus is my savior. ଆଉ ଧ୍ୟାନର ସହକାରେ ଶୁଣନ୍ତୁ ସେ କଣ ହେଲେ ଗୋଟେ ବିଜାତି ଘରେ ଜନ୍ମ ହେଲେ କିନ୍ତୁ ଯୋଉମାନେ ତାଙ୍କୁ ପାଳିଲେ ସେମାନେ ପ୍ରଭୁଙ୍କୁ ଜାଣିଥିଲେ। ଆଉ ସେ କହୁଛନ୍ତି ମତେ ମୁଁ ଖ୍ରୀଷ୍ଟିଆନିଟିକୁ ଗ୍ରହଣ କରି ନାହିଁ ଖ୍ରୀଷ୍ଟିଆନକୁ ଗ୍ରହଣ କରିନି କିନ୍ତୁ ମୁଁ ଖ୍ରୀଷ୍ଟରେ ଜନ୍ମ ହୋଇଅଛି। Because Jesus is our savior. କାହିଁକି ନା ଖ୍ରୀଷ୍ଟ ହେଉଛନ୍ତି ସେ ଆମମାନଙ୍କର ଉଦ୍ଧାରକର୍ତ୍ତା। But when we see the word, they consider Christian is a religion. ଆଉ ଦେଖନ୍ତୁ ଯେତେବେଳେ ଆମେ ବାକ୍ୟ ଦେଖୁ ଆଉ ଅନ୍ୟମାନଙ୍କୁ ଦେଖୁ ଅନ୍ୟମାନେ କୁହନ୍ତି ଯେ କଣ ଖ୍ରୀଷ୍ଟିଆନ ଗୋଟେ କଣ ଧର୍ମ। But when we read the book of Gospel, we can find John, it is written, Jesus said, I am the way, I am the truth, I am the life. କିନ୍ତୁ ଯେତେବେଳେ ଆମେ ଯୋହନ ପୁସ୍ତକକୁ ଦେଖୁ ଯୀଶୁ ଖ୍ରୀଷ୍ଟ କହନ୍ତି ଯେ ମୁଁ ପଥ ସତ୍ୟ ଓ ଜୀବନ। So what we can understand that? କଣ ଆମେ ଏଠାରେ କିଛି ବୁଝି ପାରୁଛୁ କି? Jesus is the way of life. Jesus is the way of life. ଆଉ ଦେଖନ୍ତୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସେ ପଥ ଯୋଉ କି ଆମେ ସେ ଅନନ୍ତ ଜୀବନକୁ ପାଇ ପାରିବା। ହାଲେଲୁୟା। Jesus anywhere in Bible we can find nothing find Jesus said I am Christian, what we say religion.
Jesus said, I am the way. Jesus is the way only, not a religion. ଆଉ ସେ ଏହା କହିବାକୁ ଚାହାନ୍ତି ଯୀଶୁ ଖ୍ରୀଷ୍ଟ କୋଉଠି ବି ମୁଁ ଖ୍ରୀଷ୍ଟିଆନ ବୋଲି କହିନାହାନ୍ତି। ଯୀଶୁ ଖ୍ରୀଷ୍ଟ କଣ ମୁଁ ପଥ କହିଛନ୍ତି। ତ ସେ ହଉଛନ୍ତି ସେ କଣ ଆଉ ସେ ଅନନ୍ତ ଜୀବନର ବା ସେ ସ୍ୱର୍ଗ ରାଜ୍ୟର ସେ ପଥ ଅଟନ୍ତି ଏବଂ ଯୀଶୁ ଖ୍ରୀଷ୍ଟ ବା ଖ୍ରୀଷ୍ଟିଆନ ଗୋଟେ ଧର୍ମ ନୁହଁ ବା ଖ୍ରୀଷ୍ଟ ଗୋଟେ ଧର୍ମ ନୁହଁ। I'm a fully study in BA. I passed BA 2022. ଆଉ 2022 ରେ ସେ ଆଉ ବ୍ୟାଚଲର ଇନ୍ ଆର୍ଟ୍ସ କରିଛନ୍ତି। After before finish, I praying, Lord, I want to study a higher study BTH. ଆଉ ସେ ଆଉ ଯେତେବେଳେ ସେ ପାଠ ପଢୁଥିଲେ ସେ ସମୟରେ ପ୍ରାର୍ଥନା କରୁଥିଲେ ପ୍ରଭୁ ମୁଁ ଏହା ସରେଇଲା ପରେ ମୁଁ ଆଉ ବିଟିଏଚ୍ କରିବା ପାଇଁ ଚାହୁଁଅଛି। Because I don't know English, sister. I am studying in Hindi medium. Okay. ଆଉ ସେ କହୁଛନ୍ତି ସେ ହିନ୍ଦୀ ମିଡିୟମରେ ପାଠ ପଢୁଥିଲେ ସେଥିପାଇଁ ସେ ଇଂଲିଶ ଠିକ ସେ ଜାଣୁନଥିଲେ। Because I know Hindi, so I thought it is in Kerala. Most of the people they know Hindi very well, and their language is Malayalam. ଆଉ ସେ ପ୍ରକାର ଭାବିଲେ ଯେ ନିଶ୍ଚୟ ଆଉ କେରଳରେ କଣ ହିନ୍ଦୀ ଲୋକମାନେ ଥିବେ ଆଉ ସେମାନେ ହିନ୍ଦୀ ବି କହୁଥିବେ ଆଉ କେରଳ ଲୋକମାନେ ଅଧିକାଂଶ ସେମାନେ ମାଲାୟାଲମ କହନ୍ତି। But my spiritual mother, father, they are Malayalis. ଆଉ ସେ କହୁଛନ୍ତି ତାଙ୍କର ଯୋଉ ଆତ୍ମିକ ପିତା ମାତା ସେମାନେ ଆଉ ମାଲାଲି ଅଟନ୍ତି। Malayalam. ମାଲାୟାଲମ। Different. Okay, no problem. Yeah. They are Malayalis, and because of God grace, because God said, what of God said, I'm not saying, what of God said, did you not chosen me, but I am chosen you. ଆଉ ଈଶ୍ୱରଙ୍କ ବାକ୍ୟ ଏ ପ୍ରକାର କୁହେ ଯେ ତୁମ୍ଭେମାନେ ମୋତେ ମନୋନୀତ କରିନାହ କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି। Hallelujah. ହାଲେଲୁୟା। Because of that pastor, he adopted me as a children. ଆଉ ଏଥିପାଇଁ ଜଣେ ପାଳକ ସେ କଣ କଲେ ମୋତେ ତାଙ୍କର ସନ୍ତାନ ଭାବରେ ସେ ଗ୍ରହଣ କଲେ। He used to share living word of God every night, 7 to 10. ଆଉ ସବୁଦିନ ରାତ୍ରିରେ 7 ରୁ 9 ସମୟ ପର୍ଯ୍ୟନ୍ତ ସେ ଈଶ୍ୱରଙ୍କ ବାକ୍ୟ ବା ସୁସମାଚାର ମୋତେ ଦେଉଥିଲେ। I was very big into study in Hindi book also. ଆଉ ସେ କଣ ସବୁବେଳେ କଣ ସେ ହିନ୍ଦୀ ବହି ବା ହିନ୍ଦୀର ସବୁ ବିଷୟ ସେ ପଢୁଥିଲେ। I don't know how to read Hindi, I don't know how to write Hindi. Yeah. ଆଉ ସେ କଣ ତା ପୂର୍ବରୁ କି ପ୍ରକାର ହିନ୍ଦୀ ଲେଖାଯିବ ସେ ବିଷୟ କିଛି ଜାଣି ନଥିଲେ। But my parents, they never ever forget me to pray every day they are praying for me. କିନ୍ତୁ ତାଙ୍କ ପିତାମାତା କଣ କରୁଥିଲେ ସେମାନେ କେବେ ବି ଭୁଲି ଗଲେ ନାହିଁ ତାହାଙ୍କ ନିମନ୍ତେ ପ୍ରାର୍ଥନା କରିବା ନିମନ୍ତେ ତାଙ୍କ ନିମନ୍ତେ ସେମାନେ ସଦା ସର୍ବଦା ପ୍ରାର୍ଥନା କରୁଥିଲେ। They used to give me newspaper, you can read and write. ଆଉ ସବୁବେଳେ ସେମାନେ ଗୋଟେ ଖବର କାଗଜ ଦେଉଥିଲେ ଆଉ କହୁଥିଲେ ତୁମେ ତାକୁ ପଢ ଆଉ ଲେଖ। You can understand that what is the written. ଆଉ ତୁମେ ବୁଝିପାରିବ ସେଠାରେ କଣ ଲେଖା ଅଛି ବୋଲି। I thanks my parents, God has given me. ଆଉ ମୁଁ ଧନ୍ୟବାଦ ଦିଏ ପରମେଶ୍ୱରଙ୍କୁ ଯେ ମୋତେ ଏତେ ସୁନ୍ଦର ବାପା ମା ସେ ଦେଲେ। My parents, he teach all the things. ଆଉ ମୋ ବାପା ମା ମୋତେ ସେ ସମସ୍ତ ବିଷୟକୁ ଶିଖେଇଲେ। My parents again they went Kerala. ଆଉ ମୋ ବାପା ମା ସେମାନେ ପୁଣି ଥରେ କଣ କଲେ କେରଳକୁ ଗଲେ। I thought I want to go Kerala, but before already I told you I want to do BTH. ଆଉ ଦେଖନ୍ତୁ ସେ କେରଳ ଯିବା ପାଇଁ ଚାହୁଁଥିଲେ ତାଙ୍କ ବାପା ମା ସହିତ କିନ୍ତୁ ସେ ଟିକେ ପୂର୍ବରୁ କହିଲେ ସେ ଭାବୁଥିଲେ କଣ ଯେ ମୁଁ ବିଟିଏସ୍ କରିବି। But my parents is middle family, not a big, now we become rich, no problem. Before they are middle family. ଆଉ ସେ କହୁଛନ୍ତି ତାଙ୍କୁ ଯୋଉ ବାପା ମା ଗ୍ରହଣ କରିଥିଲେ ସେ ବାପା ମା ବହୁତ ଧନୀ ନାହିଁ ସେମାନେ ମଧ୍ୟସ୍ଥ ଧରଣର ଲୋକ ଥିଲେ। I was working in St. Paul's Mission of India. ଆଉ ସେ ଯେତେବେଳେ ଏଇ ସେଣ୍ଟ ପଲ୍ ମିଶନ ଅଫ ଇଣ୍ଡିଆରେ କାମ କରୁଥିଲେ I asked many people to help me to do my studies. ଆଉ ସେ ବହୁତ ଲୋକମାନଙ୍କୁ ସାହାଯ୍ୟ ମାଗିଲେ ଯେ ଆପଣ ମୋତେ ସାହାଯ୍ୟ କରନ୍ତୁ ଯେମିତି କି ମୁଁ ମୋର ପଢାକୁ ମୁଁ ଆଉ ସରେଇ ପାରିବି। Many people they promised, you are my like children, I will help you. Nobody helped me. ଦେଖନ୍ତୁ ସେ ଯେତେ ଜଣକୁ ବି କହିଲେ ବହୁତ ଜଣ ମାନେ ପ୍ରତିଜ୍ଞା ବି କଲେ ଯେ ଆଉ ତୁମେ ଆମ ପୁଅ ପରି ଆମେ ତୁମକୁ ସାହାଯ୍ୟ କରିବୁ କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ମୋତେ ସାହାଯ୍ୟ କଲେ ନାହିଁ। But I never ever stopped my prayer. କିନ୍ତୁ ମୁଁ କେବେ ମଧ୍ୟ ମୋର ପ୍ରାର୍ଥନାକୁ ବନ୍ଦ କଲି ନାହିଁ। And my God, He listened my prayer 2022. ଏବଂ ମୋର ପ୍ରାର୍ଥନା ମୋର ପ୍ରଭୁ 2022 ମସିହାରେ ଶୁଣିଲେ। August 2, I joined OTI, Olive Theological Institution in Kerala. ଆଉ ସେ ଅଗଷ୍ଟ 22 ରେ ଆଉ ଗୋଟେ କେରଳର ଗୋଟେ ଇନଷ୍ଟିଟ୍ୟୁସନରେ ଜଏନ୍ କଲେ। When I joined, totally collapsed. ଆଉ ସେ ଯେତେବେଳେ ଜଏନ୍ କଲେ ସବୁ ଭାବିଲେ ସବୁ ସରିଗଲା ଏମିତି ଭାବିଲେ। Because
କାହିଁକି ନା I don't know English. କାହିଁକି ନା ସେ ଯେତେବେଳେ ଜଏନ୍ ସିନା କଲେ କିନ୍ତୁ ସେ କ'ଣ ଇଂଲିଶ ଜାଣି ନାହାନ୍ତି। All their brothers and sisters, they used to speak English, they used to sing English, they used to dance, they used to whatever want they are doing in English. ଆଉ ଦେଖନ୍ତୁ ସେମାନେ କୁହନ୍ତୁ ଗାଆନ୍ତୁ ଲେଖନ୍ତୁ ପଢନ୍ତୁ ଯାହା ବି କରନ୍ତୁ ଆଉ ସେଟା ଯେତେ ଜଣ ବି ଥିଲେ କେବଳ ସେମାନେ କ'ଣ କରୁଥିଲେ ଇଂଲିଶରେ ହିଁ କହୁଥିଲେ। But I'm thinking, if I'm my parents, I also could study in English medium. ଆଉ ସେଇ ସମୟରେ ସେ ପ୍ରକାର ଭାବିଲେ ଯଦି ମୋ ବାପା ମା ଥାନ୍ତେ ଆଉ ସେମାନେ ଯଦି ମତେ ପଢେଇଥାନ୍ତେ ନିଶ୍ଚୟ ମୁଁ କ'ଣ ଇଂଲିଶ ମିଡିୟମରେ ପାଠ ପଢିଥାନ୍ତି। Hallelujah. ହାଲେଲୁୟା। You know, many times my friends they discouraged me. They told me, brother, you don't know English, you can go return back your home. ଆଉ ଅନେକ ଭାଇ ଭଉଣୀ ମାନେ ତାଙ୍କୁ କ'ଣ କଲେ ନିରୁତ୍ସାହ କଲେ ଏମିତି କହିଲେ ଭାଇ ତମେ ଇଂଲିଶ ଜାଣିନ ତମେ ନିଶ୍ଚୟ ଆଉ ତମେ ନିଜ ଘରକୁ ପଳେଇ ଯାଅ। Some of the brothers they told me, brother, you can go and join some hotels and can do and earn money and enjoy your life. ଆଉ କେତେ ଜଣ ଭାଇ ମାନେ ଏ ପ୍ରକାର ବି କହିଲେ ଭାଇ ଆଉ ତମେ ଆଉ କ'ଣ କର ଏଠାର ଥିବା ହୋଟେଲକୁ ପଳାଅ ସେଠି ଭଲ ଟଙ୍କା ପାଇବ ଆଉ ତୁମେ ତୁମ ଲାଇଫକୁ ଏନ୍ଜୟ କରିବ ଏ ପ୍ରକାର ବି କହିଲେ। You know, when they hear this word, what you come in your mind? ଆଉ ଯଦି କେହି ଆପଣମାନଙ୍କୁ ଏ ପ୍ରକାର କୁହେ ତ ଆଉ ସେ ସମୟରେ ଆମ ଜୀବନରେ ବା ଆମ ମନରେ କି ପ୍ରକାର ଚିନ୍ତାଧାରା ଆସିବ? You will run away, am I right? ଯଦି କେହି ମାନେ ଅନେକ ଜଣ ଏ ପ୍ରକାର କହିବେ ନିଶ୍ଚୟ ଆପଣ କ'ଣ କରିବେ ସେ ଜାଗାରୁ ପଳେଇ ଯିବେ ଯିବେ କି ନାଇଁ? But you know what I done? I Ki- prayed. କିନ୍ତୁ ସେ ଏତେ କଥା ଶୁଣିଲା ପରେ ମୋର ପ୍ରିୟ ଭାଇ ଭଉଣୀ ମାନେ ସେ କ'ଣ କଲେ ସେ ପ୍ରାର୍ଥନା କଲେ। You know, Philippians chapter 4 verse 13 it says that ଫିଲିପିଓ 4:13 ଏ ପ୍ରକାର କୁହେ I can do all the things through Christ who strengthens me. ଆଉ ମୁଁ ଖ୍ରୀଷ୍ଟଙ୍କ ଦ୍ୱାରା କ'ଣ କରେ ସବୁ ବିଷୟକୁ କରିପାରେ। Hallelujah. ହାଲେଲୁୟା। I can do all the things through Christ who strengthens me. ଆଉ ମୁଁ ଖ୍ରୀଷ୍ଟଙ୍କ ଦ୍ୱାରା କ'ଣ କରେ ସମସ୍ତ କିଛି କରିପାରେ। I memorized these verses. ଆଉ ମୁଁ ଏହି ପଦକୁ କ'ଣ କରିଥିଲି ମନେ ରଖିଥିଲି ବା ମୁଖସ୍ଥ କରିଥିଲି। With tear I used to pray. ଆଉ ମୁଁ କାନ୍ଦି କାନ୍ଦି କ'ଣ କରୁଥିଲି ସେ ପଦକୁ ମନେ ରଖି ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲି। You know, within 3 months, ଆଉ କ'ଣ ହେଲା ଜାଣିଛନ୍ତି 3 ମାସ ମଧ୍ୟରେ little I used to speak English. ଆଉ କ'ଣ ହେଲା ଧୀରେ ଧୀରେ ଟିକେ ଟିକେ କ'ଣ କଲେ ସେ ଇଂଲିଶ କହିବାକୁ ଆରମ୍ଭ କଲେ। ହାଲେଲୁୟା। After again 6 months, ଆଉ 6 ମାସ ପରେ again I grow because you know, if it is English medium, you have to write English, you have to speak in English, you have to present in English. ଆଉ ଦେଖନ୍ତୁ କାହିଁକି ନା ଇଂଲିଶ ମିଡିୟମରେ କ'ଣ ହୁଏ ଆପଣ ଲେଖିବେ ବି ଇଂଲିଶରେ କହିବେ ବି ଇଂଲିଶରେ ଯାହା ବି ପ୍ରେଜେଣ୍ଟେସନ ଆପଣଙ୍କୁ ଦେବାର ଅଛି ସବୁ କିଛି ଆପଣ କ'ଣ କରିବେ କେବଳ ଇଂଲିଶରେ ହିଁ କରିବେ। If you speak Odia, you have to put fine. ଯଦି ଆପଣ ଓଡ଼ିଆ କହିବେ ସେଠି କ'ଣ କରିବେ ଆପଣ ଫାଇନ୍ ଦେବେ। If you speak in Hindi, you have to put fine. ଯଦି ଆପଣ ହିନ୍ଦୀ କହିବେ ତାହେଲେ ମଧ୍ୟ ଆପଣ ଫାଇନ୍ ଦେବେ। One words we have to pay 5 rupees. ଆଉ ଗୋଟେ ୱାର୍ଡ ଯଦି କହିବେ ବା ଶବ୍ଦ ବ୍ୟବହାର କରିବେ ସେଥିପାଇଁ ଆପଣଙ୍କୁ 5 ଟଙ୍କା ଲାଗିବ। You can think how much they have put fine, so strict. ତ ଆପଣ ଭାବନ୍ତୁ ସେମାନେ ମୋତେ ମୋ ଉପରେ କେତେ ଫାଇନ୍ ପକେଇଥିବେ ଆଉ ସେଟା କ'ଣ ବହୁତ ଆଉ ଷ୍ଟ୍ରିକ୍ଟ ଥିଲା କଲେଜରେ। That time I read these verses. ଆଉ ସେହି ସମୟରେ ମୁଁ ଏହି ପଦ ଗୁଡାକ ପଢିଲି। Here what of God says, did you not chosen me, but I chosen it. Because of that, God he chosen me, that's why I am here. ଆମେନ୍। ଆଉ ସେ ଆମେ ଯେତେବେଳେ ପଦ ପଢିଲୁ ପ୍ରଭୁ କହୁଛନ୍ତି ଯେ କ'ଣ ତୁମେ ମାନେ ମୋତେ ମନୋନୀତ କରିନାହ କିନ୍ତୁ ମୁଁ ତୁମମାନଙ୍କୁ ମନୋନୀତ କରିଅଛି ଆଉ ସେ ଆଜି ମୋତେ ମନୋନୀତ କରିଥିବାରୁ ମୁଁ ଆଜି ଆପଣମାନଙ୍କ ପାଖରେ ଠିଆ ହୋଇଅଛି। Because of God's grace, we are here. Because God he chosen us. ଆଉ ପ୍ରଭୁଙ୍କର ଅନୁଗ୍ରହ ଯୋଗୁଁ ଏବଂ ପ୍ରଭୁ ଆମମାନଙ୍କୁ ମନୋନୀତ କରିଅଛନ୍ତି ବୋଲି ଆଜି ଆମେ ସମସ୍ତେ ଏହି ସ୍ଥାନରେ ଏକତ୍ରିତ ହୋଇଅଛୁ। We are not by accident here, am I right? ଆମେ ମାନେ ଏମିତି ଅଚାନକ ଭାବରେ ଏହି ସ୍ଥାନରେ ଉପସ୍ଥିତ ହେଇନାହୁଁ ମୋର ପ୍ରିୟମାନେ। Anybody is there to by accident he came here? ଆପଣ ଏମିତି ଭାବୁଛନ୍ତି କି ଆମେ ଅଚାନକ ଏଠି ପଳେଇ ଆସିଛୁ ଏମିତି ଭାବୁଛନ୍ତି କି? No. ନାହିଁ। Because God he call us, am I right? କାହିଁକି ନା ଆମେ ଏଠାରେ କ'ଣ ପାଇଁ ଅଛୁ ଯେ ପରମେଶ୍ୱର ଆମମାନଙ୍କୁ ଡାକି ଅଛନ୍ତି ଆହ୍ୱାନ କରିଅଛନ୍ତି। God he chosen us. ପରମେଶ୍ୱର ଆମମାନଙ୍କୁ ବାଛି ଅଛନ୍ତି। Take Bible. ଆପଣମାନେ ନିଜର ବାଇବଲ ଧରନ୍ତୁ। Ephesians chapter 1 verse 4. ଆଉ ଏଫେସିୟ ଆମେ 1:4 ଦେଖିବା। ଅର୍ଥାତ୍ ଆମ୍ଭେମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦୀୟ ହେଉ ଏଥିପାଇଁ ସେ ଜଗତର ପତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ।
You can find here what word of God says. आपण माने एठी देखिले कि ईश्वरଙ୍କ ବାକ୍ୟ ଏଠାରେ ଆମକୁ କଣ କୁହେ? Before the creation of the world, God He chosen us. କଣ ଲେଖା ଅଛି? ଜଗତର ପତନ ପୂର୍ବେ ସେ ଆମମାନଙ୍କୁ ମନୋନୀତ କଲେ। Do you believe that? ଆପଣ କଣ ତାହା ବିଶ୍ୱାସ କରନ୍ତି କି? Hallelujah. ହାଲେଲୁୟା। Before ପୂର୍ବରୁ this world is not formed, that time God He chosen us. Before the creation of the world, God He chosen us. ଯେତେବେଳେ ଜଗତର ପତନ ହେବା ପୂର୍ବରୁ ପରମେଶ୍ୱର ଆମମାନଙ୍କୁ ମନୋନୀତ କଲେ, ବାଛିଲେ। So we are not a extra person. We are the extraordinary person. We are the not ordinary person. We are the extraordinary person. ସେଥିପାଇଁ ଆମେ ମାନେ ସାଧାରଣ ମଣିଷ ନହୁ, ଆମେ ହଉଛୁ ଅସାଧାରଣ ମନୁଷ୍ୟ। Amen. Hallelujah. ହାଲେଲୁୟା। Because we are not chosen by our pastor. We are not chosen by our mother and father. We are chosen by our heavenly Father. ଆମେନ୍। କାହିଁକି ନା ଆମେ ଆମମାନଙ୍କର ବାପା ମାଙ୍କ ଦ୍ୱାରା ବଛା ଯାଇନାହୁଁ କି ଆମେ ଆମମାନଙ୍କର ପାଳକଙ୍କ ଦ୍ୱାରା ବଛା ଯାଇନାହୁଁ, କିନ୍ତୁ ଆମେ ଆମମାନଙ୍କର ସେଇ ସ୍ୱର୍ଗସ୍ଥ ପିତାଙ୍କ ଦ୍ୱାରା ମନୋନୀତ ବା ବଛା ଯାଇଅଛୁ। Hallelujah. ହାଲେଲୁୟା। Now we come to our Bible. Now we are going to share the word of God. ଆଉ ବର୍ତ୍ତମାନ ଆମେ ସେଇ ଯୋଉ ବାକ୍ୟ ପଢିଥିଲେ ଆମେ ସେ ବାକ୍ୟକୁ ଯିବା।